ବିର୍ଲାଟାୟାର ଶ୍ରମିକଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଉଦ୍ବେଗ। ବାଲେଶ୍ୱର ଜିଲ୍ଲାପାଳଙ୍କୁ ପଠାଇଲେ ଶ୍ରମିକଙ୍କ ଆତ୍ମାହୁତି ଚେତାବନୀ ପତ୍ର। କେନ୍ଦ୍ର ସରକାରଙ୍କର ଔଦ୍ୟୋଗିକ ମନ୍ତ୍ରଣାଳୟ ଅନ୍ତର୍ଗତ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ମାଧ୍ୟମରେ ଉତ୍ତର ଓଡ଼ିଶାର ବୃହତ ଶିଳ୍ପାନୁଷ୍ଠାନକୁ ଡାଲମିଆ ଭାରତ ଓ ହିମାଦ୍ରି କେମିକାଲ୍ସକୁ ହସ୍ତାନ୍ତର କରାଯାଇଛି। ମାତ୍ର ବକେୟା ପ୍ରାପ୍ୟ ଓ ପୁନଃ ନିଯୁକ୍ତି ପ୍ରଦାନ ଦାବିରେ ଦୀର୍ଘ ଦିନର ଆନ୍ଦୋଳନ ପରେ ସବୁଆଡୁ ନିରାଶ ହୋଇ ବିର୍ଲା ଟାୟାର୍ସର ପୁରାତନ ଶ୍ରମିକମାନେ ପରିବାରବର୍ଗଙ୍କ ସହ ସମୂହ ଆତ୍ମାହୁତି ଦେବା ସମ୍ପର୍କରେ ଘୋଷଣା କରିବା ପରେ ସମସ୍ତଙ୍କ ପାଇଁ ଏବେ ଏହା ଚିନ୍ତାର କାରଣ ହୋଇଛି। ପୁରାତନ ଶ୍ରମିକମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ବାବଦରେ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏଥିରେ ଉଦ୍ବେଗ ପ୍ରକାଶ ସହ ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏକ ଚିଠି ମାଧ୍ୟମରେ ବିର୍ଲା ଟାୟାର ଶ୍ରମିକଙ୍କ ସମସ୍ୟାର ନିବାରଣ ସମ୍ପର୍କରେ ଆଗ୍ରହ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ବିର୍ଲା ଟାୟାର୍ସର ପୁରାତନ ଶ୍ରମିକଙ୍କ ବାବଦରେ ଆଲୋଚନା କରିଥିଲେ। ସେମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଉଚିତ ପଦକ୍ଷେପ ନେବାକୁ ଦଳର ନେତାମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ସୁକାନ୍ତ ନାୟକ, ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଉଦ୍ବେଗ ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରମିକଙ୍କ ସମସ୍ୟା ସମାଧାନରେ ବିଜେପି ସରକାର ଉଦାସୀନ ରହିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ। ଆଗାମୀ ବିଧାନସଭା ଅଧିବେଶନରେ ବିର୍ଲା ଟାୟାର ଶ୍ରମିକଙ୍କ ବାବଦରେ ପ୍ରଶ୍ନ ଉତ୍ଥାପନ ହେବ ବୋଲି ସେମାନେ କହିଥିଲେ। ବିର୍ଲା ଟାୟାର୍ସର ଯେଉଁମାନେ ଶ୍ରମିକ କିମ୍ବା ପୂର୍ବତନ କର୍ମଚାରୀ ମାନେ ତାଙ୍କର ନ୍ୟାଯ୍ୟ ଦାବି ପାଇଁ ଦୀର୍ଘ ଦିନ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଆସୁଥିଲେ ଏବଂ ସେତେବେଳେ ଜାନୁଆରୀ 4 ତାରିଖ ଏଇ ନୂଆ ସରକାର 2025ରେ ଇଣ୍ଡଷ୍ଟ୍ରି ସେକ୍ରେଟାରୀ ଶ୍ରୀ ହେମନ୍ତ ଶର୍ମା ଡାକି ଗୋଟେ ସବିଶେଷ ଆଲୋଚନା କରାଯାଇଥିଲା ଏବଂ କଲେକ୍ଟରଙ୍କୁ ଦିଆଯାଇଥିଲା ଯେ ଆପଣ ଆକୁ ସମାଧାନ କରନ୍ତୁ, କିନ୍ତୁ ଦୁଃଖର କଥା ଏଯାଏଁ ସମାଧାନ ହେଇପାରିନାହିଁ। ତେଣୁ ସେମାନେ ଚିଠି ଲେଖିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏବଂ ଅନେବୁଲ୍ ମୁଖ୍ୟମନ୍ତ୍ରୀ, ଅନେବୁଲ୍ ଲିଡର ଅଫ୍ ଅପୋଜିସନ୍, ଅନେବୁଲ୍ ଇଣ୍ଡଷ୍ଟ୍ରି ସେକ୍ରେଟାରୀ, ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କୁ ମଧ୍ୟ କପି ଦିଆହେଇଛି। ତେଣୁ ଆର ସମାଧାନ ଯଥାଶୀଘ୍ର ହେବା ଦରକାର, ଯାହାର ପାଇଁ ଆମର ଲିଡର ଅଫ୍ ଅପୋଜିସନ୍ କଲେକ୍ଟରକୁ ମଧ୍ୟ ଲେଟର ଲେଖିଛନ୍ତି ଯେ ଏହାର ସମାଧାନ ହେବା ଉଚିତ। ଆମେ କହିବାକୁ ଚାହୁଁଛୁ ଯେ ଶ୍ରମିକମାନେ ଏହି ଚିନ୍ତାଧାରାରୁ କ୍ଷାନ୍ତ ରହନ୍ତୁ, ଆମେ ତାଙ୍କ ସହିତ ଅଛୁ ଏବଂ ଲଢ଼େଇ କରିବୁ ଏବଂ ସରକାରଙ୍କୁ ଅନୁରୋଧ କରିବୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହା ଯଥାଶୀଘ୍ର ୱାର ଫୁଟିଂ ବେସିସ୍ରେ ସମାଧାନ କରାଯାଉ। ଆମେ ନିବେଦନ କରୁଛୁ ସେ କ୍ଷାନ୍ତ ରୁହନ୍ତୁ। ସେଇଥିପାଇଁ ତ ଆମେ ଚିନ୍ତିତ, କାରଣ ଆପଣ ଜାଣିଥିବେ 91 ମସିହାରୁ ଏଇଟା କାର୍ଯ୍ୟକ୍ରମ ହେଲାଣି। ଆଜି ଯେତେବେଳେ ଆନ୍ଦୋଳନ ଚାଲିଛି ଆମେ ମଧ୍ୟ ଜଣେ ନେତାକୁ ଖ୍ୟାଲ ପକାଇବା ଉଚିତ। ଆଜି ସେ ସମରେନ୍ଦ୍ର କୁଣ୍ଡୁ, ଯଦି ସମରେନ୍ଦ୍ର କୁଣ୍ଡୁ ଆଜି ବଞ୍ଚିଥାନ୍ତେ, ମୁଁ ଯାହା ଭାବୁଛି ଇଏ ବିର୍ଲା କମ୍ପାନୀ ବି ସାହସ କରିନଥାନ୍ତା କି ଯେଉଁ ଜିଲ୍ଲା କର୍ତ୍ତୃପକ୍ଷ ଅଛନ୍ତି ଆକୁ ଆଜି ଅବହେଳିତ କରିଛନ୍ତି। ତାଙ୍କର ଯେଉଁ ବାକୁଆ ପାଉଣା ମିଳିବା କଥା, ଯେଉଁ ଏରିଆରୁ ଓଜେସ୍ ବା ପ୍ରୋଭିଡେଣ୍ଟ ଫଣ୍ଡ ବ୍ୟାକ୍ ଗ୍ରାଚୁଇଟି ଯେଉଁ ମିଳିନାହିଁ ବୋଲି ଆଜି ଆନ୍ଦୋଳନ କରି ଯେତେବେଳେ ହତାଶ ହେଉଛନ୍ତି, ସେ ସେଥିପାଇଁ କହୁଛନ୍ତି ଯେ ଆମେ ଆଉ ବଞ୍ଚିବାର କିଛି ଆବଶ୍ୟକତା ନାହିଁ। କିନ୍ତୁ ଆମେ ତାଙ୍କୁ କହିବାକୁ ଚାହିଁଛୁ, ଅନୁରୋଧ କରିବାକୁ ଚାହିଁଛୁ, ଶ୍ରମିକ ନେତା ବା ଶ୍ରମିକ ସଂଗଠନ କେତେବେଳେ ଏଭଳି ପଦକ୍ଷେପ କେଉଁଠି ନେଇନାହିଁ। ଯେତେବେଳେ ଶ୍ରମିକ ମାନେ ଏକାଠି ହେବା ପାଇଁ ଯେଉଁ ଆନ୍ଦୋଳନ ହେଇଥିଲା ଆପଣ ଜାଣିଥିବେ, 100 ବର୍ଷ ତଳେ, 120 ବର୍ଷ ତଳେ 12 ଘଣ୍ଟା ଡ୍ୟୁଟିକୁ 8 ଘଣ୍ଟା କରିବା ପାଇଁ ବା 24 ଘଣ୍ଟା ଡ୍ୟୁଟିକୁ 8 ଘଣ୍ଟା କରିବା ପାଇଁ କେତେ ତ୍ୟାଗ ସେମାନେ କରିଛନ୍ତି। ସେ ତ କେବେ ଅନେକ ମଧ୍ୟ ତାକୁ ମାରି ଦିଆହେଇଛି, କିନ୍ତୁ ନିଜେ କେଉଁଠି ଆତ୍ମହତ୍ୟା କରିନାହାନ୍ତି। ଆମେ ଯେଉଁମାନେ କାୱାର୍ଡସ୍ ସେମାନେ ଆତ୍ମହତ୍ୟା କରିବେ, ଶ୍ରମିକ କେବେ କାୱାର୍ଡ ନୁହେଁ। ଆମେ ଲଢ଼େଇ କରିକି ନେବୁ, ସଂଘର୍ଷ କରିକି ନେବୁ। ଆମେ ଯଦି ଆପଣ ଜାଣିଥିବେ ଶ୍ରମିକ କହିଲେ ଗୋଟିଏ ବିଶ୍ୱର ଶ୍ରମିକ ଏ କୁହ ବୋଲି ନାରା ଦିଆଯାଏ। ସେଇଥିପାଇଁ ବାଲେଶ୍ୱର ସବୁବେଳେ ଦେଖେଇଛି, ଆଲୋକ ଦେଖେଇଛି ଓଡ଼ିଶାକୁ। ସବୁ ଶ୍ରମିକ ସଂଗଠନ ଯଦି ଏକାଠି ହେଇକି ଏଇ ଯେଉଁ ଆନ୍ଦୋଳନକୁ ଯେଉଁ ଆଗେଇ ଯାଇଛନ୍ତି, 118 ଦିନ କାଳେ ମାନେ
जो आंदोलन कले पीसफुल आंदोलन है किंतु जेभली भाव से आंदोलन भंडन करने जिला शासन कर्तृपक्ष सरकार उद्यम कले अत्यंत निंदनीय जो मैंने शांतिपूर्ण पर आंदोलन करते उठे देले तुम आंदोलन कर जो आज बालेश्वर समस्त ट्रेड यूनियन एकाठी होती एम दाबी सहित सहमत अच्छा किंतु सहित जी इंडस्ट्री सेक्रेटरी आमर बर्तमान भी अच्छा सहित आलोचना होता 2025 बोधे जनवरी मसरे से आसिक कहीगले नोडाल अफिसर जो कलेक्टर एम जो न्याय प्राप्त अच्छी सब देदेव बर्तमान आम अनुरोध करूँ तुम सहित समस्त ट्रेड यूनियन को पुनर्बार आम एकाठी करूँ आगामी विधानसभा जो आसूची से विधानसभा आपण विषय को जोरदार किभली हम एवं से आंदोलन केमी हम प्रति ध्यान देवु एवं आमर जो नेता नवीन बाबू एवं नवीन बाबू को कहूँ जे ये स्थिति बालेश्वर होती आपण को जनई एवं आपण कलेक्टर को लिखिं कि कलेक्टर लिखिले भी कलेक्टर एपर्यंत कौन से पदक्षेप नहीं ना तेणु आपण कलेक्टर कहतु यथाशीघ्र से बैठक डाकी एम जो आईनगत जो प्राप्य अच्छी यथाशीघ्र दिंतु नचेत परिस्थिति जिला कर्तृपक्ष दायी हे ये माने नुहति श्रमिक नुहे।